Behera from DP classes. ମୁଁ ଆଜି ଅକେସିଆଲ ସହିତ ଜଡ଼ିତ ହୋଇ ବହୁତ ନିଜକୁ ଖୁସି ମନେ କରୁଛି। ଦେନ୍ ଆଗରୁ ଆମେ ପିଲାଙ୍କୁ ଯୋଉ କମ୍ପ୍ୟୁଟର କୋର୍ସ ପଢ଼ାଉଥିଲୁ ସେଥିରେ କ'ଣ କି ଲିମିଟେଡ୍ କୋର୍ସ ଥିଲା, ଯେମିତି ଖାଲି MS ଅଫିସ୍, ଗଭର୍ଣ୍ଣମେଣ୍ଟ ଜବ୍ରେ କମ୍ପ୍ୟୁଟର ପ୍ରିପାରେସନ୍ କ'ଣ କେମିତି କରାଯାଉଛି, କି ଗଭର୍ଣ୍ଣମେଣ୍ଟର କମ୍ପ୍ୟୁଟର ଟେଷ୍ଟ କେମିତି କରାଯାଉଛି, ସେ ବିଷୟରେ ଖାଲି ଆମେ ପିଲାଙ୍କୁ ବେସିକାଲି ଫୋକସ୍ କରୁ, କେମିତିକି ପିଲାଟା ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ଟେଷ୍ଟରେ ପାସ୍ କରିଯାଉ। ଆଗରୁ ଆମେ ସେଇ ଗୋଟେ ଜିନିଷ ଉପରେ କମ୍ପ୍ୟୁଟର ଉପରେ ବେଶୀ ଫୋକସ୍ କରୁଥିଲୁ, କି ପିଲାଟା ଗଭର୍ଣ୍ଣମେଣ୍ଟ ସ୍କିଲ୍ କେମିତି ପାସ୍ କରିବ ସେମିତି ଆମେ ପଢ଼ାଉଥିଲୁ ପିଲାଙ୍କୁ, କିନ୍ତୁ ସେଥିରେ କିଛି ଟେକ୍ନୋଲୋଜି ନଥିଲା। जोटा कि ओकेसीएल ଏବେ ଆଣିଦେଇଛି ଯୋଉ OSCIT କୋର୍ସ, OSCIT AA ପ୍ଲସ୍ ପ୍ଲସ୍ ଯାହା ବି OSCIT ର ଅଛି, ତାପରେ AI ଫ୍ଲେଭର ଯୋଉ ଆସିଲା ଆମର AI ରୋବୋଟିକ୍ସ କୋର୍ସ ଯୋଉଟା ସବୁ ଆସିଲା, ତ ଏ ସବୁ ଦ୍ୱାରା ଆମେ +2 10th ପିଲାଙ୍କୁ ବହୁତ କିଛି ଏକ୍ସଟ୍ରା ନଲେଜ ଦେଇପାରିଲୁ, କି ଆଗକୁ ତମେ ଫ୍ୟୁଚରରେ ଖାଲି ଗଭର୍ଣ୍ଣମେଣ୍ଟ ଚାକିରି କରିବ ମାନେ ନାହିଁ, ତମେ ସାଇଡରେ ବି କିଛି ସଫ୍ଟୱେୟାର ହଉ କି ରୋବୋଟିକ୍ସ ଲାଇନ ହଉ କିଛି ବି ତମେ ଏକ୍ସଟ୍ରା ଶିଖିକି ଥିଲେ ଆଗକୁ ତମେ ଆଉ ତମର ଅସୁବିଧା ଫେସ୍ କରିବ ନାହିଁ, କି ଗଭର୍ଣ୍ଣମେଣ୍ଟ ଜବ୍ ହେଲାନି ମୁଁ କ'ଣ କରିବି। ତ ଆମେ ସେଥିପାଇଁ 10th +2 +3 ଏଇ ପିଲାମାନଙ୍କୁ ଫୋକସ୍ କଲୁ, କି ଆମେ କେମିତି ପିଲାଙ୍କୁ ଏକ୍ସଟ୍ରା ଜିନିଷ ଆମେ ଦେଇପାରିବୁ, ଯୋଉ ପିଲାମାନେ ଗଭର୍ଣ୍ଣମେଣ୍ଟ ଜବ୍ କରିପାରୁନାହାନ୍ତି ଫ୍ୟୁଚରରେ କେମିତି କ୍ୟାରିୟର କରିପାରିବେ। ସେଟା କେବଳ ଗୋଟିଏ ପ୍ଲାଟଫର୍ମ ଯିଏକି ଓକେସିଏଲ୍ ସେ ଆଜି ପ୍ରୋଭାଇଡ କରିଛି, ଯୋଉ ଟେକ୍ନିକାଲ କୋର୍ସ ସେଥିରେ ଏତେ ଭେରାଇଟି ଦେଇଛି, ଯୋଉଟା କି ଗୋଟେ ପିଲା ଆଜିକା ଡେଟ୍ରେ ସବୁବେଳେ ସର୍ଚିଂ ମାଇଣ୍ଡରେ ରହୁଛି, ଏ IoT କ'ଣ, ଏ ଯାହା ବି ତାଙ୍କ ରୋବୋଟିକ୍ସ କ'ଣ, କି ଏତେ ଜିନିଷ କ'ଣ ସବୁ କେମିତି କ'ଣ ସବୁ ଅପରେଟ୍ ହଉଛି, କେତେ ଟେକ୍ନୋଲୋଜି କେମିତି ସବୁ କୋଉଠୁ ଆସୁଛି, ଏ ସବୁ କ'ଣ ଜିନିଷ ସେ ଡେଲି ମୋବାଇଲରେ ଫେସ୍ କରୁଛନ୍ତି, ୟୁଟ୍ୟୁବରେ ହଉ କି ତାଙ୍କର ଫେସବୁକରେ ହଉ, ଏଇଟା କ'ଣ। ତ ସେଇ ଜିନିଷ ଗୁଡାକ ସେ ଯଦି କୌଣସି କୋର୍ସ କରୁଛନ୍ତି ଓକେସିଏଲର, ତ ସେଇ ଜିନିଷ ଗୁଡା ସେ କ୍ଲିୟର ହେଇପାରିବେ, ଯାହାଦ୍ୱାରା ଏଇ ପିଲା ଫ୍ୟୁଚରରେ ଚାହିଁଲେ ଖାଲି ଗଭର୍ଣ୍ଣମେଣ୍ଟ ଜବ୍ କରିବେ ମାନେ ନୁହଁ, ସେ ଗଭର୍ଣ୍ଣମେଣ୍ଟ ଜବ୍ ବାହାରେ ବି ବହୁତ କିଛି ନିଜର କ୍ୟାରିୟର କରିବା ପାଇଁ ଏଇଠୁ ତାଙ୍କୁ ସେ ଏବେଠୁ ପ୍ରେରଣା ପାଇପାରିବେ। ସେଥିପାଇଁ ଆମେ ବି ଆଜି ପିଲାମାନଙ୍କୁ ଯାହାକୁ ବି ପଢଉଛୁ ତାଙ୍କ ପାଖରୁ ତାଙ୍କର ଫେସ୍ ହେପି ଦେଖୁଛୁ, କି ତାଙ୍କ କ୍ୟାରିୟରକୁ ସେମାନେ ଗୋଟେ ଡିସିସନ ନେଇ ପାରୁଛନ୍ତି ବିଫୋର ଗ୍ରାଜୁଏଟ। ଆଗରୁ ପିଲାଙ୍କୁ ଗ୍ରାଜୁଏଟ କମ୍ପ୍ଲିଟ କଲା ପରେ ବି ତାଙ୍କୁ କିଏ ଗୋଟେ ଆଡଭାଇସ୍ କରୁଥିଲା, କି କିଏ ଗୋଟେ ବିଟେକ୍ କି MBA କମ୍ପ୍ଲିଟ କଲା ପରେ କିଏ ଗୋଟେ ଆଡଭାଇସ୍ କରୁଥିଲା, ଏଇଟା କର, ଏଇଟା ଗୋଟେ କ୍ୟାରିୟର କରିବୁ। କିନ୍ତୁ ଆଜିକା ଡେଟ୍ରେ କି ଗୋଟେ +2 ପିଲା ସେ ଡିସିସନ ନେଇ ପାରୁଛି, କି ମୁଁ ଫ୍ୟୁଚରରେ ଗଭର୍ଣ୍ଣମେଣ୍ଟ ଜବ୍ କରିବି, ଯଦି ନ କରିବି ତା ଅଲ୍ଟରନେଟିଭ ମୁଁ କ'ଣ କରିବି, ସେ +2 10th ରୁ ଡିସିସନ ନେଇ ପାରୁଛି, କାହିଁକିନା ସେ +2 10th ବେଳୁ ଏତେ ଫେସିଲିଟି ଏତେ ଭେରାଇଟି ପାଇପାରୁଛି ଏବେଠୁ, ଯୋଉଟା ସେ ଏବେଠୁ ଡିସିସନ ନେବା ପାଇଁ ଯୋଗ୍ୟ ହେଇପାରୁଛି। ତ ମୁଁ ସେଥିପାଇଁ ଓକେସିଏଲକୁ ସ୍ପେଶାଲି ଧନ୍ୟବାଦ ଦେବି, କି ଆଜିକା ଓଡ଼ିଶାରେ ଯୋଉ ଟେକ୍ନୋଲୋଜିର ଅଭାବ ଥିଲା, ତ ସେ ଓକେସିଏଲ ହିଁ କେବଳ ଫୁଲଫିଲ୍ କରିଛି, ଆଉ ଆଗକୁ ମଧ୍ୟ ମୁଁ ଆଶା କରିବି ସେ ଜିନିଷଟା ଫୁଲଫିଲ୍ କରିବ। ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଯାହା ଯାହା ଭେରାଇଟି କୋର୍ସ ଅଛି, ଆଉ ଟିକେ ଟିକେ ତାଙ୍କୁ କେମିତି ଇଜି ହବ ସେ କୋର୍ସକୁ ସବୁବେଳେ କିଛି କିଛି ମୋଡିଫାଏ କରୁଥାନ୍ତୁ, ଆଉ ଆମ ପିଲାମାନେ ଏମିତି ଖୁସିରେ ପଢୁଥାନ୍ତୁ, ଆମକୁ ବି ବ୍ଲେସ ଦେଇକି ଯାଆନ୍ତୁ, ସମସ୍ତେ ଭଲରେ କ୍ୟାରିୟର କରନ୍ତୁ, ଏତିକି କହିବି। ଜୟ ହିନ୍ଦ।